ଏଭଳି ଆଲିଗେସନ୍ ଆଣିଛନ୍ତି ସେ ବିଜେଡିର ଜଣେ ଅଭିଜ୍ଞ ନେତା। ମୁଁ ତ କେବେ କହିବିନି ତାଙ୍କର ସେ ଜ୍ଞାନ ନାହିଁ, ନିଶ୍ଚିତ ଭାବେ ସେ ଜ୍ଞାନ ଅଛି ଯେ ଯେତେବେଳେ ଯେଉଁଠି ନିର୍ବାଚନ କିମ୍ବା ଉପନିର୍ବାଚନ ହୁଏ ସମସ୍ତ ପ୍ରଶାସନର ନିର୍ବାଚନ କମିଶନଙ୍କ କଣ୍ଟ୍ରୋଲରେ ଥାଏ। ଏଥିରେ ସରକାରଙ୍କର କିଛି ରୋଲ୍ ନଥାଏ। ବିଶେଷ କରି କୌଣସି ସୂଚନା ଆଧାରରେ କେଉଁଠି ରେଡ୍ ହେଇଛି সেটা তার প্রশাসন হি কইপারিব, নির্বাচন কমিশন কইপারিবে। কিন্তু বিজু জনতা দল ঔষধ বিকଳରେ তাটিয়া কামুড়ুଛି। যেহেতু তাଙ୍କର যে প্রার্থিনী অଛନ୍ତି স্নেহাঙ্গিনী ଛୁରିଆ বর্তমান প্রতিদ্বন্দ্বিতাରେ নাহাନ୍ତି, ତାଙ୍କର অমানত জবତ ହେବାକୁ বସିଛି। ସେଥିପାଇଁ বর্তমান বিজু জনতা দলର এভଳି ରୋଲ୍ ଆପଣ ଦେଖିବେ। ଯେଉଁମାନେ ଜଘନ୍ୟ ଅପରାଧରେ ଜଡ଼ିତ ବ୍ରହ୍ମପୁରରେ ତାଙ୍କୁ ମଧ୍ୟ ବିଜୁ ଜନତା ଦଳ ପ୍ରଶ୍ନ କଲା ନୂଆପଡ଼ା ନିର୍ବାଚନ ପାଇଁ। ଅପରାଧୀକୁ ସେମାନେ ସୁରକ୍ଷା ଦେଲେ ଏବଂ ସେଥିପାଇଁ ମଧ୍ୟ ରାଲି ବାହାର କରିଥିଲେ, ଏଇଭଳି ଡିଆଣ୍ଡି କରିଥିଲେ। ଆଜି ଏଠି ମଧ୍ୟ ସେଇ ଡ୍ରାମା। କିନ୍ତୁ କ'ଣ କୁହାଯାଉଛି ଯେ ନବୀନ ପଟ୍ଟନାୟକ ଆସିବେ 3 ତାରିଖ, ସେଥିପାଇଁ ସମସ୍ତେ ଭୟଭୀତ। କିଏ ଭୟଭୀତ? ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ଆସିସାରିଛନ୍ତି ଏବଂ ପାଖ କନଷ୍ଟିଚୁଏନ୍ସିରେ ଏଇଠି ଲଢ଼ୁଥିଲେ। ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ 17,000 ଭୋଟ୍ରେ ନବୀନ ପଟ୍ଟନାୟକ ନିଜେ ହାରିକି ଯାଇଛନ୍ତି। ଠିକ୍ ସେଇଭଳି ଭାବେ ସ୍ନେହାଙ୍ଗିନୀ ଛୁରିଆ ଯିଏ ଏଠି କ୍ୟାଣ୍ଡିଡେଟ୍ ହେଇଛନ୍ତି ସିଏ ମଧ୍ୟ 30,000ରେ ହାରିଛନ୍ତି। ସେଥିପାଇଁ ବିଜୁ ଜନତା ଦଳ ଯେତେବେଳେ ସମସ୍ତ ଆସିକି ନେତା ବୁଲି ସାରିଲେଣି, ବିଶେଷ କରି ଏ ଅଞ୍ଚଳର ଯେଉଁମାନେ ଗରିବ ଗୁରୁବା ଲୋକ, ଯେଉଁମାନେ ଜମି ଜଳ ଜଙ୍ଗଲ ଉପରେ ଡିପେଣ୍ଡାଣ୍ଟ, ସେମାନଙ୍କର ଆଶା ଓ ଭରସା ପାଲଟିଛନ୍ତି ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ସେମାନେ ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଭଲ ପାଇବା ଦେଖୁଛନ୍ତି ଏବଂ ତାଙ୍କର କ'ଣ ରେଜଲ୍ଟ ହେବ ପ୍ରତିଦ୍ୱନ୍ଦିତାରେ ବିଜୁ ଜନତା ଦଳ ନାହିଁ, ସେଥିପାଇଁ ବିଜୁ ଜନତା ଦଳ ଏଭଳି ଆଲିଗେସନ୍ ଆଣୁଛି। କିନ୍ତୁ ବିଜୁ ଜନତା ଦଳ ଭଲ ଭାବେ ଜାଣିଛି ଯେ କୌଣସି ନିର୍ବାଚନ ସମୟରେ ନିର୍ବାଚନ କମିଶନର କଣ୍ଟ୍ରୋଲରେ ଥାଏ, ସରକାରଙ୍କର ନିୟନ୍ତ୍ରଣରେ ନଥାଏ। ଏକଥା ବିଜୁ ଜନତା ଦଳ ଭଲ ଭାବେ ଜାଣେ।